हाय साଙ୍ଗमाने केमती अच्छा आशा कर भल थे मुझे सकाल सकाल मस्त अच्छी साଙ୍ଗमाने जात्रा देखा जाइए मैंने काली माने निदना बहुत सारे मैंने गाधे पाधे सब रेडी मारे कहीं आसपर जीआर अच्छी मैंने 15 मिनट जीवन मैंने भाई की आने काढ़ी फोन कर बारंबार कह फोन आसे आसे मैंने हूँ मैंने मैंने गाधे पाधे बाहर खाई सारापर जी हाँ चलतु खाई बाहर आने को जा पड़े 15 मिनट जीव मैंने जड़े जाक मत भल लगे निज बहुत जोर खरा हो आज माने बहुत जोर काट आज देखो के बहुत जोर खरा हो हाँ से पंत रोच कौन कर बहुत देखा चलतु भात भात बाढ़ दे डाली पूरा ढाली हम खियापिया सरीगली मैंने जीवन से आणिक आसले हारी पर मैंने बहुत शोई निद नागिली बहुत जोरे आखि तो खोली होनी दी दिन हेल्ले मैंने शोई शोईका जात्रा देखी देखा माने माने आसचु हाउ सपन रोचे अंदर डाक जा पड़े सांग मैंने देखते मैंने आम शुक्ल छक पहुँची गलु माने आहरी अच्छी तो टाइम माने जा बहुत बाट डेलांग अच्छे डेलांग को जा पड़ो बहुत जो इे निद नागुच माने से गाड़ी चलाऊला मत कहला गाड़ी चला हाँ रोचे से पर्यंत सांग मैंने देखु माने आम पाखे पहुँची गलु माने देखु एरिया पूरा सब बिरी सब कटा है आसिक माने रोड रे पड़ी माने रोड रे जमी पड़े माने चकड़ा चकड़ी माने झड़ीज देखते आम आसिक माने से दुकान पाखे आसिक ये छिड़ा आम भाई तो मैंने आसिक दुकान छिड़ा देखो माने केते लोक बस ये कंपानीटा अच्छी आगे देखेबी जीवेनि से कंपानी पाखु केते लोक ये बस देखो
ତାପରେ ଦୋକାନରୁ କ'ଣ କିଣାକିଣି କରୁଛନ୍ତି ସେମାନେ, କ'ଣ ଖାଇବେ ବେଲିକା ଦେଖନ୍ତୁ। ତାପରେ ବି ସେ ତ ଖିଆପିଆ କରିକି ମାନେ ରେଡ଼ି ହେଇକି ବାହାରିଛି ଆସିବ ବୋଲି ଗାଁକୁ। ଆମେ ତାକୁ କହିଥିଲୁ ମାନେ ତୁ ଖିଆପିଆ କରିକି ରେଡ଼ି ହେଇକି ବାହାରିଥା, ଆମେ ଆସିଲେ ଯିବୁ ଆମ ସାଥିରେ। ସେଥିପାଇଁ ଖିଆପିଆ କରି ରେଡ଼ି ହେଇକି ଆସିଛି। ମୁଁ ଯାଉଛି ଦେଖନ୍ତୁ ତାଙ୍କ କମ୍ପାନୀ ପାଖକୁ। କମ୍ପାନୀ ମାନେ ସେ ବହୁତ ବାଟ, ଅଳ୍ପ ବାଟ ରହିବ। ସେଇଠି ଦେଖନ୍ତୁ ତାଙ୍କ କମ୍ପାନୀଟା ଏଇଟା। ଏଇ କମ୍ପାନୀରେ ସେ କାମ କରୁଛି। ତାପରେ ବି ଖାଲି ଆଡ଼େ ମାନେ ବାହାରେ ଅଛି। ତାଙ୍କର ମାନେ ଗାଁ ପାଖରେ କମ୍ପାନୀ ହୁଏନି, କାହିଁକିନା ମାନେ ସବୁ ଡଷ୍ଟ ଫଷ୍ଟ ଉଡ଼େ ନା, ସେଥିପାଇଁକା ମାନେ ଗାଁ ପାଖରେ କମ୍ପାନୀ ହୁଏନି। ତାପରେ ଦେଖନ୍ତୁ ଏଇ କମ୍ପାନୀ ତାଙ୍କର। ତାପରେ ଆମେ ଗଲା ଆସୁ ମାନେ ବାଟରେ ଆମେ ଆଉ ଗୋଟେ ତାକୁ ଯେତେବେଳେ ଛାଡ଼ିବାକୁ ଯାଇଥିଲୁ, ତାପରେ ଗୋଟେ ଆସିଲା ଫ୍ରି, ଆଉ ଆସିଲା ଆସିବୁ ମାନେ ଭୁଲିଗଲୁ ଆମେ ପନ୍ଦାଇରେ ମୋର। ତାପରେ ବି ତାଙ୍କ କମ୍ପାନୀଟା ଏଠି, ଏଇ କମ୍ପାନୀ ସେ କାମ କରୁଛି ତ। ତାପରେ ଦେଖନ୍ତୁ ଖାଲି ମାନେ କଦଳୀ ଗଛ, କେତେ ପ୍ରକାର ଗଛ ପତ୍ର ଲାଗିଛି। ସାଙ୍ଗମାନେ ଦେଖନ୍ତୁ ଆମେ ତ ଆସିଲୁ ଭାରି କମ୍ପାନୀ ପାଖରୁ। ଦେଖନ୍ତୁ ଟ୍ରେନ୍ ଲାଇନ୍ ପାଖରେ ଆମେ ଛିଡ଼ା ହେଇଛୁ, ଟ୍ରେନ୍ଟା ଯାଉଛି ନା, ସେଥିପାଇଁକା ଗେଟ୍ଟା ବନ୍ଦ ଅଛି। ଗେଟ୍ ଖୋଲା ହେଲେ ଆମେ ଯିବୁ। ପିଲାମାନେ ବି କଲେଜ ପିଲାମାନେ ଏଠି ଛିଡ଼ା ହେଇଛନ୍ତି, ମାନେ ଗେଟ୍ ଖୋଲା ହେଲେ ଯିବେ ସେପଟକୁ। ଆମେ ତ ସେଠି ମୁଁ ଛିଡ଼ା ହେଇଯାଇଛି ବା ଓହ୍ଲେଇ ପଡ଼ିଛି ଗାଡ଼ିରୁ। ସେ ତ ମାନେ ଦୁଇ ଜଣ ବି ବସିଛନ୍ତି ଗାଡ଼ିରେ, ମାନେ ମୁଁ ପଛରେ ବସିଛି। ଆଇଲା ଆସ ମୁଁ ଗାଡ଼ି ଚଲେଇକି ଆସିଲି, ପନ୍ଦେଇ ବି ଗାଡ଼ି ଚଲେଇକି ଗଲା। କାହିଁକି ନିଦ ଲାଗିଲା ତ ଆମେ କହିଲୁ ତୁ ଗାଡ଼ି ଚଲା, ଆମେ ବସିବୁ, ସେ ଗାଡ଼ି ଚଲାଉଛି। ମାନେ ଆମେ ଆସିଲୁ ଭାରି ସେଠୁ, ମାନେ ଆସିକିରି ମାନେ ଟାଙ୍କିରେ ଆମେ ତେଲ ଫେଲ ପକେଇକିରି ଆମେ ଏଇନେ ଯିବୁ। ମାନେ ଏଇଟା ଡେଲାଙ୍ଗ ଟାଙ୍କି। ହଁ ସାଙ୍ଗମାନେ ଦେଖନ୍ତୁ ଆମେ ତେଲ ଫେଲ ପକେଇ ଗାଡ଼ିରେ ଆସିଲୁ। ମାନେ ଏଇଟା ମାନେ ଇନ୍ଦୁପୁର ମାର୍କେଟ। ମାନେ ଆମେ ଗଲା ଆସିବୁ ତେଲ ପକେଇଦେଲି। ସେ ଭାବିଲା କାଳେ ତେଲ ଫେଲ ସରିଯିବ, ସେଥିପାଇଁ ତେଲ ପକେଇଦେବା ଟାଙ୍କିରେ। କହିଲେ ହଉ ଚାଲ ପକେଇଦେବା। ଏଇଟା ଇନ୍ଦୁପୁର ମାର୍କେଟ ମାନେ ପାର ହେଇଗଲୁ। ତାପରେ ଆମେ ଆସି ଗାଡ଼ି ତ ଚଲାଉଛି, ଆମେ ବସିଛୁ ଦୁଇ ଜଣ ଯାକ। ଦେଖନ୍ତୁ ଇନ୍ଦୁପୁର ମାର୍କେଟରେ ଆମେ ପାର ହେଇକିରି ଯାଉଛୁ। ସାଙ୍ଗମାନେ ଦେଖନ୍ତୁ ଆମେ ଇନ୍ଦୁପୁର ମାର୍କେଟରୁ ଆସିକିରି ମାନେ ଇନ୍ଦୁପୁର ମାନେ ପାର ହେଇକିରି ମାନେ ତାଙ୍କ ଆହୁରି କେତେ ବାଟ ହେଲୁ। ତାପରେ ବି ଦେଖନ୍ତୁ ମାନେ ତାଙ୍କର ଇଆଡ଼େ ଧାନ ମାନେ ହେଉଛି ଦେଖନ୍ତୁ, ମାନେ ପାଚିଗଲେ ଆମର ତ କଟାକଟି ଶେଷ ହେଇ ଚାଲିଛି। ଇଆଡ଼େ ଲଗଲି ଚାଲିଛି ଏରା। ସାଙ୍ଗମାନେ ଜଷ୍ଟ ଶୋଇକିରି ଉଠିଲି, ମାନେ ବହୁତ ନିଦ ନାଗୁଥିଲା। ଏବେ ଉଠିବାକୁ ଇଚ୍ଛା ହେଉନଥିଲା, ବାଧ୍ୟରେ ଉଠିବାକୁ ପଡ଼ୁଛି। ମାନେ ବୋଉ ଆମର ଡାକୁଛି, ମାନେ ଉଠୁ ଟାଇମ୍ ହେଇଗଲି, ବହୁତ ଟାଇମ୍ ହେଇଗଲା। ଶୋଇକିରି ମାନେ ବହୁତ ଟାଇମ୍ରେ ଶୋଇଲି, ମାନେ 11ଟା ବେଳେ ଶୋଇଲି। ଟ୍ରେନ୍ ଉଠୁଛି ଏଇନେ। ଆମ ବୋଉ ଡାକୁଛି ଖାଇବାକୁ। ହଉ ଚାଲନ୍ତୁ ଯୋଉଟା ଖାଇ ଦେଇକିରି ଦେଖା ହେବା। ରହୁଛି ମାନେ ଜଷ୍ଟ ଖାଇକିରି ମାନେ ଉଠିଲି। ତାପରେ ଯିବାକୁ ଟିକେ କାଠ ଆଡ଼େ ଯିବାକୁ ପଡ଼ିବ। ଯାଉଛି ସେପର୍ଯ୍ୟନ୍ତ ପାଇଁ ଗାଡ଼ି ଫାଡ଼ି କାଢ଼ିକି ଯିବାକୁ ପଡ଼ିବ। ଆଉ ସେପର୍ଯ୍ୟନ୍ତ ରହୁଛି। ସାଙ୍ଗମାନେ ଆମେ ଆସିଛୁ ମାନେ କାଠୁଆଟି। ଆମ ଭାଇ ତ ଏଇନେ ବାଳ କାଟୁଛି, ମୁଁ ଏଇନେ ବାଳ କାଟିବି। ମୁଁ ଆସୁଥିଲି ଆଗୁଆ, ସେ କହିଲା ମୁଁ ଯିବି ତୋ ହାତରେ। ହଉ ରହୁଛି, ମାନେ ଦେଖା ହେବ ମାନେ ସେଲୁନ୍ ଏଇଠି କାଟିବୁ। ଯିବୁ ଏଇନେ ଦେଖନ୍ତୁ କାଠଟି ଛକ ଏଇଟା, ଏଇଠି କାଟିକି ଆମେ ଯିବୁ ଆଉ।
ମାନେ ମାନେ ଚୁଟି ଫୁଟି କଟା ଆମେ କାଟିଦେଲୁ ତାପରେ ଆମ ଭାଇ ଦେଖନ୍ତୁ ମାନେ କାଟିକି ସେଠି ଛିଡ଼ା ହେଇଛି ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା ଆଶା କରୁଛି ନିହାତି କମେଣ୍ଟ କରି ଲାଇକ୍ କରି ସେୟାର କରି ପ୍ଲିଜ୍ ଦୟାକରି ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଦେବେ ରହୁଛି ବାଏ।